श्रीलंका टेस्ट सीरीज ପାଇଁ ଭାରତୀୟ ଦଳ ଘୋଷଣା। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଅଂଶବିଶେଷ ଭାବରେ ଭାରତ ଆସନ୍ତା ଅଗଷ୍ଟ 15ରୁ ଅଗଷ୍ଟ 27 ପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତ କରିବ। ପ୍ରଥମ ଟେଷ୍ଟଟି ଗାଲେ ଏବଂ ଦ୍ୱିତୀୟ ଟେଷ୍ଟ ମ୍ୟାଚଟି କଲମ୍ବୋଠାରେ ଅନୁଷ୍ଠିତ ହେବ। ମ୍ୟାଚ୍ଗୁଡ଼ିକ ସକାଳ 10ଟାରେ ଆରମ୍ଭ ହେବ। ଏଗୁଡ଼ିକ ପୂର୍ବରୁ ଭାରତ ଅଗଷ୍ଟ 7ରୁ ଅଗଷ୍ଟ 10 ତାରିଖ ପର୍ଯ୍ୟନ୍ତ କଲମ୍ବୋରେ ଏକ 4 ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ। ତେବେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ୍ 2022 ମସିହା ମାର୍ଚ୍ଚ 12ରୁ 16 ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିଲା। ବେଙ୍ଗାଲୁରୁର ଏମ୍ ଚିନ୍ନସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଡେ ନାଇଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 238 ରନରେ ପରାସ୍ତ କରିଥିଲା। ତେବେ ଶ୍ରୀଲଙ୍କା ବିପକ୍ଷ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ବିସିସିଆଇ ଦ୍ୱାରା ଘୋଷଣା କରାଯାଇଛି, ଯେଉଁଥିରେ ଅଧିନାୟକ ସୁମନ ଗିଲ୍ ଏବଂ ଉପ ଅଧିନାୟକ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଗଠନ ହୋଇଛି। ଏହି ଦଳରେ କେଉଁମାନେ ସାମିଲ ଅଛନ୍ତି ତାହା ଜାଣିବା ପୂର୍ବରୁ ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଶ୍ରୀଲଙ୍କା ଗସ୍ତ ପାଇଁ ଭାରତର 15 ଜଣିଆ ଟେଷ୍ଟ ଦଳରେ ଯଶପ୍ରୀତ ବୁମରା ଏବଂ ସାଇ ସୁଦର୍ଶନଙ୍କୁ ସାମିଲ କରାଯାଇଛି, ଯାହା ବିସିସିଆଇ ସେଣ୍ଟର ଅଫ୍ ଏକ୍ସେଲେନ୍ସ ବା ସିଓଇ ଠାରୁ ଫିଟନେସ୍ ମଞ୍ଜୁରୀ ଉପରେ ନିର୍ଭରଶୀଳ। ଅନ୍ୟପକ୍ଷରେ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡ଼ିବା ପରେ ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି। ସେହିପରି ୟଶସ୍ୱୀ ଜୟସ୍ୱାଲ ଏବଂ କେଏଲ୍ ରାହୁଲ ଭାରତ ପକ୍ଷରୁ ଓପନିଂ ଯୋଡ଼ି ଭାବରେ ଦଳରେ ସାମିଲ ଅଛନ୍ତି। ବିପରୀତ ବ୍ୟକ୍ତିତ୍ୱ ସତ୍ତ୍ୱେ ଏହି ଯୋଡ଼ିଟି ଶୀର୍ଷକ୍ରମରେ ଦଳକୁ ଭଲ ସ୍କୋର ଯୋଗାଇଥାନ୍ତି। କେଏଲ୍ ରାହୁଲ ବୈଷୟିକ ଧୈର୍ଯ୍ୟ ଏବଂ ଏକ ରକ୍ଷଣାତ୍ମକ ଆଙ୍କର ଆଣିଥାନ୍ତି, ଯେତେବେଳେ କି ଜୟସ୍ୱାଲ ଆକ୍ରମଣାତ୍ମକ ଉଦ୍ଦେଶ୍ୟ ଏବଂ ଷ୍ଟ୍ରୋକ୍ ତିଆରି ସ୍ୱାଧୀନତା ସହିତ ଖେଳନ୍ତି। ନମ୍ବର 3ରେ ଅଧିନାୟକ ଗିଲ୍ ସେମାନଙ୍କୁ ସମର୍ଥନ କରିଛନ୍ତି। ସେହିପରି ରିଷଭ ପନ୍ତ ଏବଂ ଦେବଦୂତ ପାଡିକଲ ମଧ୍ୟକ୍ରମରେ ବ୍ୟାଟିଂ କରିବେ, ଯେତେବେଳେ କି ଅଲରାଉଣ୍ଡର ଧ୍ରୁବ ଜୁରେଲ ଏବଂ ରବୀନ୍ଦ୍ର ଜାଡେଜା ଦଳର ଗଠନ ଅନୁଯାୟୀ ମଧ୍ୟକ୍ରମ ଓ ନିମ୍ନକ୍ରମ ମଧ୍ୟରେ ନିଜର ସ୍ଥାନ ପରିବର୍ତ୍ତନ କରନ୍ତି। ଏମାନଙ୍କ ବାମ ଡାହାଣ ବ୍ୟାଟିଂ ବିକଳ୍ପ କ୍ରମାଗତ ଭାବରେ ବିପକ୍ଷ ଦଳର ବୋଲରମାନଙ୍କ ଲୟ ଭାଙ୍ଗିଦିଏ। ସେହିପରି ଗାଲେ ଏବଂ କଲମ୍ବୋର ସ୍ପିନ୍ ଅନୁକୂଳ ପିଚ୍ର ଫାଇଦା ଉଠାଇବା ଲକ୍ଷ୍ୟରେ ଭାରତୀୟ ବୋଲର କୁଲଦୀପ ଯାଦବ, ମାନବ ସୁତାର, ସାରାଂଶ ଜୈନ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ନେଇ ଭାରତର ଏକ ଶକ୍ତିଶାଳୀ 4 ଜଣିଆ ସ୍ପିନ୍ ବାହିନୀ ଗଠନ କରାଯାଇଛି। ଯେତେବେଳେ କି ଏହି ସିରିଜ ପାଇଁ ଭାରତର ଦ୍ରୁତ ବୋଲିଂ ଯୋଡ଼ିରେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହିତ ନୂତନ ଖେଳାଳି ଗୁରନୁର ବ୍ରାର ଦଳରେ ସାମିଲ ଅଛନ୍ତି। ଯଦି ବୁମରା ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହୁଅନ୍ତି, ତେବେ ସେ ଏବଂ ସିରାଜ ନୂତନ ବଲ୍ ସହିତ ବୋଲିଂ ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ସେହିପରି ଅଧିକ ଉଚ୍ଚତା ଓ ବାଉନ୍ସ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ତୃତୀୟ ଦ୍ରୁତ ବୋଲର ଭୂମିକା ଗ୍ରହଣ କରିବେ, ଯେତେବେଳେ କି ଗୁରନୁର ବ୍ରାର 15 ଜଣିଆ ଦଳରେ ଜଣେ ବ୍ୟାକଅପ୍ ତଥା ବିକାଶଶୀଳ ଦ୍ରୁତ ବୋଲର ବିକଳ୍ପ ଭାବରେ ରହିବେ। ତେବେ WTC ପଏଣ୍ଟ ଟେବୁଲ ଦୃଷ୍ଟିରୁ ଭାରତକୁ ଏହି ଟେଷ୍ଟ ମ୍ୟାଚଟି ଜିତିବା ନିହାତି ଆବଶ୍ୟକ, କାରଣ ପ୍ରଥମ ଦୁଇଟି ଦଳ WTC ଫାଇନାଲକୁ ଯିବେ। ତ ଆପଣମାନଙ୍କୁ କଣ ଲାଗୁଛି, ଭାରତୀୟ ଦଳ ଜିତିପାରିବ କି ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ? ନିଜ ନିଜ ମନ୍ତବ୍ୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।